ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ମୁଁ ବିଶ୍ୱଜିତ। ସକାଳୁ ସକାଳୁ ମନ ହେଲା ଗାଡ଼ିଟା ଟିକେ ଧୋଇଦେବା। ଗାଡ଼ି ଧୋଇ ବୋଲି ଉଠିକି ସକାଳୁ ସାଇକେଲ ଧରି ବାହାରି ପଡ଼ିଲି ବଜାରରୁ ସାମ୍ପୁ ଦୁଇଟା ଆଣିଲେ ଗାଡ଼ି ଧୁଆ ହେବ। ଆମ ଗାଁ ମନ୍ଦିର ଦେଇ ସାଇକେଲ ଧରି ବାହାରି ପଡ଼ିଲି ସମର ବଜାରରୁ ସାମ୍ପୁ ଆଣିଲେ ଗାଡ଼ି ଧୁଆ ହେବ। ଗାଡ଼ିଟା ଆଜ୍ଞା ବହୁତ ଦିନରୁ କାଦୁଅ ହୋଇକି ପଡ଼ିଛି। ଏମିତିରେ ତ ମୋର ଗୋଟେ ଗାଡ଼ି ନାହିଁ, ମାଲିକ ଦେଇଛି ଗାଡ଼ି, ତେଣୁକରି ଗାଡ଼ିର ଯତ୍ନ ନ ନେଲେ ହେବ ନାହିଁ। ବର୍ଷା ଦିନ କାଦୁଅ ମାଦୁଅ ହୋଇ ଗାଡ଼ି ଖରାପ ହେଇଯାଉଛି। ତେଣୁକରି ଏଇଆ ଭାବି ସକାଳୁ ସକାଳୁ ବାହାରିଲି ବଜାର, ସାମ୍ପୁ ଦୁଇଟା ଆଣିଲେ ଗାଡ଼ି ଧୋଇବା। ପାଖରେ ପଇସା ନଥିଲା, ଭାବି ଯାଇଛି ଫୋନ୍ପେରେ ପଇସା ଅଛି, କେଉଁ ଦୋକାନକୁ ଯିବି ସକାଳୁ ଫୋନ୍ପେ କରିବି, ସାମ୍ପୁ ନେଇକି ଆସିବି। ବଜାର ସାରା ବୁଲିଗଲି ଆଜ୍ଞା, ଯେଉଁ ଦୋକାନରେ ଫୋନ୍ପେ ଅଛି ସେ ଦୋକାନ ସବୁ ବନ୍ଦ ଥିଲା। ତାପରେ ଚିନ୍ତା କଲି ସାମ୍ପୁ କେଉଁଠି ନେବି, ପୁଣି ସେଇଠୁ ଫେରିଲି ଗାଁ ଭିତରେ, ପୁଣି ଫେରି ଆସିଲି। ଆପଣମାନେ ଦେଖୁଥିବେ, ପୁଣି ଆସିକିରି ଆମ ଗାଁର ପ୍ରଥମ ମୁଣ୍ଡରେ ମୋର ଗୋଟେ ସାଙ୍ଗ ଦୋକାନ କରିଛି, ସେଇଠି ବସି ସକାଳୁ ସକାଳୁ ତାକୁ ଫୋନ୍ ମାରିଲି। ମୁଁ କହିଲି ଆସେ ମୋତେ ସାମ୍ପୁ ଦେଲେ ମୁଁ ଗାଡ଼ି ଧୋଇବି। ନିଜରୁ ଉଠିଥିଲା, ଭରସା ନଥିଲା ଆସିବ ବୋଧେ, ତଥାପି ଅପେକ୍ଷା କରି ବସିଲି କାଳେ ଆସିବ। ଯୋଗୁକୁ ସାଙ୍ଗ ଆସି ଦୋକାନ ଫିଟେଇଲା, ଆପଣମାନେ ଦେଖିପାରୁଥିବେ। କିନ୍ତୁ କ'ଣ ହେଲା, ତା ପାଖରେ ସାମ୍ପୁ ନାହିଁ। ତ ତା କତିରୁ ପୁଣି ସାମ୍ପୁ ନଥାଇ କଥା ହେଇ ପୁଣି ଫେରି ଆସିକି ଘରେ ଗାଡ଼ି ଧୁଆ ଷ୍ଟାର୍ଟ କରିଥିଲି। ଭାବିଲି ଖାଲି ପାଣି ମାରିଦେବି, ଗାଡ଼ି ସଫା କରିଦେବି, ପରେ ସାମ୍ପୁରେ ଧୋଇବି। ଆଜ୍ଞା ଖୋଜୁ ଘର ଭିତରେ ଗୋଟେ ଲିକ୍ୱିଡ଼ ମିଳିଲା, ଯେଉଁଥିରେ କି ଆଜ୍ଞା ଗାଡ଼ି ସଫା ହୁଏ। ସେଇ ଲିକ୍ୱିଡ଼ରେ ମୁଁ ସଫା କରିବାକୁ ଗାଡ଼ି ବାହାରିଲି। ଆଗ ପାଣି ମାରିଦେଲି ଭଲକି, ବହୁତ ଦିନର କାଦୁଅ ଥିଲା, ସମୟ ଅଭାବରୁ ଗାଡ଼ିଟା ଯତ୍ନ ନେଇନଥିଲା। ଦେଖିପାରୁଥିବା ଗାଡ଼ି ଆଜ୍ଞା, ଦମଦାର ଗାଡ଼ି ଆଜ୍ଞା। 100 ଟଙ୍କା ତେଲ ପକାଇଲେ ବହୁତ ସମୟ ବୁଲିବେ ଆପଣମାନେ ମୋ ସାଙ୍ଗରେ। ଏଇଠି ଦେଖନ୍ତୁ ଲିକ୍ୱିଡ଼ ମିଳିଗଲା, ଯାହା ଦେଇକି ଗାଡ଼ି ମୁଁ ଧୋଇକି ଚିକଣ କରିବାକୁ ଚେଷ୍ଟା କଲି। ସକାଳୁ ମଟର ଲଗେଇ ଗାଡ଼ି ଧୁଆ ଷ୍ଟାର୍ଟ ହେଇଗଲା। କପଡ଼ା ଆଣି ଗାଡ଼ି ସବୁ ପୋଛାପୋଛି କରି ଭଲକି ଚିକଣ କରିଦେଲି। ଚିକଣ କରିସାରି ଗାଧୋଇ ପାଧୋଇ ଆଜ୍ଞା ଡ୍ୟୁଟି ବାହାରିବା ସମୟ ତ ପାଖେଇ ଆସିଲାଣି। ଗାଡ଼ି ଧୁଆ ବି ବର୍ତ୍ତମାନ ସୁଦ୍ଧା ସରିଗଲାଣି। ତ ସାଙ୍ଗମାନେ, ମୁଁ ଯାଉଛି ଗାଧୋଇ ପାଧୋଇ ଡ୍ୟୁଟି ଯିବି। ଆପଣମାନେ ମୋ ଭିଡ଼ିଓ ଦେଖନ୍ତୁ, କେମିତି ଲାଗୁଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆଗକୁ ବଢ଼ିବା ପାଇଁ ମୋତେ ନିହାତି ପ୍ରେରଣା ଦିଅନ୍ତୁ, ଯେମିତି ମୁଁ ଆଗକୁ ବଢ଼େ, ଆଗକୁ ଯାଇ ଭଲ ଭିଡ଼ିଓ ଆପଣମାନଙ୍କ ପାଇଁ ପକାଏ। ଆପଣମାନେ ଆପଣଙ୍କ ଗାଡ଼ି ଧୋଉଛନ୍ତି ତ କମେଣ୍ଟରେ ନିହାତି ଜଣାଇବେ। ତ ସାଙ୍ଗମାନେ, ଗାଡ଼ି ଧୁଆ ସରିଗଲା। ଏବେ ଦେଖନ୍ତୁ ଗାଡ଼ିଟା କେମିତି ଚିକଣ ହେଇଗଲା। ଆମେ ଯେମିତି ଚିକଣ ରହିବା, ଆମର ସବୁ ଜିନିଷ ଚିକଣ ରହିବା ଦରକାର। ପୁରୁଣା ହଉ ପଛେ ଆଜ୍ଞା, କିନ୍ତୁ ଧୁଆ ଧୋଇ ଚିକଣ ହେଲେ ଆମକୁ ନିଜକୁ ଶାନ୍ତି ଲାଗିବ। ଗାଡ଼ିଟା ଧୁଆ ହେଇଛି, ଆମକୁ ଚଲେଇବାକୁ ବହୁତ ଭଲ ଲାଗୁଛି। ତ ସାଙ୍ଗମାନେ, ଆପଣମାନେ ବି ଏମିତି ପ୍ରତିଦିନ 8 ଦିନ ଥରେ ଆପଣମାନଙ୍କ ଗାଡ଼ି ଧୁଅନ୍ତୁ, ଚିକଣ ରଖନ୍ତୁ ଆଉ ଚଲାନ୍ତୁ। ଦେଖନ୍ତୁ ଆପଣମାନଙ୍କୁ କେତେ ଶାନ୍ତି ଲାଗିବ। ତ ସାଙ୍ଗମାନେ, ସରିଗଲା ଆଜିର ଗାଡ଼ି ଧୁଆ। ଆପଣମାନଙ୍କୁ କେମିତି ଲାଗିଲା ଭିଡ଼ିଓ ନିହାତି କମେଣ୍ଟରେ ଜଣାଇବେ। ଜୟ ଜଗନ୍ନାଥ।